ବିଜୁଳି କରୁଛି ହଇରାଣ ଆଉ ସହି ହେଉନି ଗରମ। ମାଲକାନଗିରି ଜିଲ୍ଲାରେ ବିଜୁଳି କରେଣ୍ଟ ସମସ୍ୟା ଥମିବାର ନାଁ ନେଉନି। ବର୍ଷ ବର୍ଷ ଧରି ଲୋକମାନେ ବିଜୁଳି ଠିକ୍ ଭାବେ ନ ପାଇବାରୁ ସବୁ କ୍ଷେତ୍ରରେ ହଇରାଣ ହେଉଛନ୍ତି। ପ୍ରାୟ ଦିନକୁ ଅଗଣତି ବିଜୁଳି କାଟ ହେବା ଯୋଗୁଁ ଜିଲ୍ଲାବାସୀ ହନ୍ତସନ୍ତ। ଘରେ ଚାଷ ଜମି, ବିଦ୍ୟାର୍ଥୀମାନଙ୍କ ପାଠପଢ଼ାରେ, ଦୋକାନ ବଜାର, କଳକାରଖାନା ସବୁ କ୍ଷେତ୍ରରେ ବିଜୁଳି କରେଣ୍ଟର ଆବଶ୍ୟକତା ରହିଛି। କିନ୍ତୁ ମାଲକାନଗିରି ଜିଲ୍ଲାରେ ବର୍ଷ ବର୍ଷ ଧରି ଏ ସମସ୍ୟା ଲାଗି ରହିଛି। ଘରେ ମଧ୍ୟ ରହି ହେଉନାହିଁ, ଏତେ ଯେ ଗରମ। ପାନୀୟ ଜଳର ସମସ୍ୟା, କରେଣ୍ଟ ନଥିଲେ ମଟର ଚାଲିବ ନାହିଁ ତ ପୁଣି ପାଣି କୁଆଡ଼ୁ ଆସିବ। ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ କରିବା ପାଇଁ ବିଜୁଳି ନଥିବା ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। ଚାଷ ଜମିରେ କରେଣ୍ଟ ନଥିଲେ ପାଣି ଉଠିବ ନାହିଁ, ଚାଷ କେମିତି କରିବେ ଚାଷୀ? କଳକାରଖାନା ବିନା କରେଣ୍ଟରେ ଚଳିପାରୁନାହିଁ। ଶ୍ରମିକ ସହିତ କାରଖାନା ମାଲିକ ମଧ୍ୟ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲାରେ ଅନେକ ଗୁଡ଼ାଏ ନୂଆ ଗ୍ରିଡ୍ ସହିତ ସବଷ୍ଟେସନ ତିଆରି ହୋଇଛି, କିନ୍ତୁ ତାହା ସତ୍ତ୍ୱେ ଜିଲ୍ଲାରେ ବିଜୁଳି ପୂର୍ତ୍ତି ହୋଇପାରୁନାହିଁ। ବର୍ଷ ବର୍ଷ ଧରି ଏ ପ୍ରକାର ବିଜୁଳି ସମସ୍ୟା ଯୋଗୁଁ ଆନ୍ଦୋଳନ, କରେଣ୍ଟ ଅଫିସ ଘେରାଉ ହୋଇଛି, କିନ୍ତୁ ପରମାନେଣ୍ଟ ସଲ୍ୟୁସନ ହୋଇପାରି ନାହିଁ। କେବେ ଦୂର ହେବ କରେଣ୍ଟ ସମସ୍ୟା, ତା ଅପେକ୍ଷାରେ ଜିଲ୍ଲାବାସୀ। ବିଜୁଳି ସମସ୍ୟା ଥମିବାର ନାଁ ନେଉନି। ବର୍ଷ ବର୍ଷ ଧରି ବିଜୁଳି ପାଇ ବହୁତ ହଇରାଣ ହେଉଛନ୍ତି ଲୋକମାନେ। ଅଫିସରେ ହଉ, ବିଭିନ୍ନ କାର୍ଯ୍ୟାଳୟରେ ହଉ, କି ବେପାରୀଙ୍କ ଦୋକାନ ହଉ, କି ଉଦ୍ୟୋଗପତିଙ୍କର ଯୋଉ ଫ୍ୟାକ୍ଟ୍ରି ରହିଛି ସେଥିରେ ହଉ, ଚାଷୀମାନେ, ବିଦ୍ୟାର୍ଥୀମାନେ ବିଭିନ୍ନ କ୍ଷେତ୍ରରେ ବିଜୁଳି ନଥିବାରୁ, କରେଣ୍ଟ ନଥିବା ଯୋଗୁଁ ଲୋକମାନେ ନାହିଁ ନଥିବା ହଇରାଣ ସମ୍ମୁଖୀନ ହେଉଛନ୍ତି। ତ ଏହି ପ୍ରକାର ବର୍ଷ ବର୍ଷ ଧରି ଅଭିଯୋଗ, ତତ୍ସହିତ ସଭା ସମିତି, ଆନ୍ଦୋଳନ, ରାସ୍ତା ଅବରୋଧ, ଅଫିସ ଘେରାଓ, ବିଜୁଳି ଅଫିସ ଘେରାଓ, ବିଭିନ୍ନ ପ୍ରକାର ରାସ୍ତା ଯୋଉ ଅବଲମ୍ବନ କରିକିରି ବି ଦେଖିଛନ୍ତି, ମାତ୍ର ଏହି ସମସ୍ୟା ଥମିବାର ନାଁ ନେଉନି। ବର୍ତ୍ତମାନ ଆମେ ଅଛୁ ମାଲକାନଗିରି ଜିଲ୍ଲା ଶିଖପାଲି ଗ୍ରାମ ପଞ୍ଚାୟତର MB 17 ନମ୍ବର ଗାଁରେ। ଆମ ସହିତ ଅଛନ୍ତି କିଛି ଅଭିଯୋଗକର୍ତ୍ତା। ଆସନ୍ତୁ ତାଙ୍କର ମତାମତ ଜାଣିବାକୁ ଚେଷ୍ଟା କରିବା। କଣ ରହିଛି ବିଜୁଳିର ସମସ୍ୟା? ଆମର ବିଜୁଳି ସମସ୍ୟା ହଉଛି, ଆମେ ବହୁତ ଥର ଜେଇକୁ କହିଥିଲୁ ଯେ ଆମର କରେଣ୍ଟ କାହିଁ ଏତେ କଟା ହଉଛି, ଦିନକୁ ଘଣ୍ଟେ ଏକ୍ସଟ୍ରାକ୍ଟଲି କରେଣ୍ଟ ରହୁନାହିଁ। ଆମେ କହିଥିଲୁ ଜେଇ ସାର୍ଙ୍କୁ କମ୍ପ୍ଲେନ ମଧ୍ୟ ଦେଇଥିଲୁ। ବାରମ୍ବାର କମ୍ପ୍ଲେନ ଦେବା ସତ୍ତ୍ୱେ ମଧ୍ୟ ତାଙ୍କେ କରେଣ୍ଟ ଠିକ କରୁନାହାନ୍ତି। ଖାଲି କହୁଛି ଟ୍ରାନ୍ସଫର୍ମର ବସିବ, ତମେ ଟିକେ ଜଗ, ଆମ ମୋଟା ବଗା ଲାଇନ ଟିକେ ପ୍ରୋବ୍ଲେମ ଅଛି। ଏବେ ଲାଇନ ଆଉ ଗୋଟେ ଲାଇନରେ ଯୋଡା ହେଇଛି, ମାତ୍ର ଆମ କରେଣ୍ଟ ଠିକ ସେ ଆସୁନାହାନ୍ତି, ଦିନକୁ କରେଣ୍ଟ ରହୁନାହାନ୍ତି। ଏବେ ମଧ୍ୟ କରେଣ୍ଟ ନାହିଁ, ହେଲେ ଆମେ କଣ କରିବୁ? ମାସକୁ ଯଦି ଆମେ କରେଣ୍ଟ ବିଲ୍ ଦେବାକୁ ଯେତେବେଳେ ଆସିବ, ସେତେବେଳେ ନାଇଁ ଦେବୁ ନାହିଁ କହିଲେ ତାଙ୍କେ ଗାଳି କରୁଛନ୍ତି, କରେଣ୍ଟ ବିଲ୍ ନହେଲେ ଯିବ ନାହିଁ। ତ ଆମର ଯେହେତୁ ଆମର ଯୋଉ କରେଣ୍ଟଟା ଯେମିତିକି ଭଲସେ ଥିବ, ନହେଲେ ଆମେ ଉପର ଷ୍ଟପ୍ ନେବୁ। ଆମର ଯୋଉ ନୂଆ ସରକାର ଗଠନ ହେଇଛି, ଆମେ ସରକାର ପାଖରେ ଅନୁରୋଧ କରୁଛୁ ଯେ ଆମର ଏ ବିଜୁଳି ସମସ୍ୟାଟା ଠାରୁ ଆମେ କେମିତି ବଞ୍ଚିତ ହବୁ, ଆମର କରେଣ୍ଟ ଯେମିତିକି ଭଲ ଥାଉ। ଆପଣଙ୍କ ଅଞ୍ଚଳରେ ବିଜୁଳି ସମସ୍ୟା ବହୁତ ରହିଛି, ଅଭିଯୋଗ ଆସିଛି। ଆପଣ MB 17 ନମ୍ବର ଗାଁରେ ଆପଣ ବିଜନେସ କରୁଛନ୍ତି, କଣ ରହିଛି ଆପଣ ମାନଙ୍କର ସମସ୍ୟା? ଆକ୍ଚୁଆଲି ଏଇଠି ଯୋଉ MB 17 ନମ୍ବର ଆମର ବିଜନେସ କରସ୍ପଣ୍ଡିଂ ପଏଣ୍ଟ ଯୋଉଠି ଅଛି, ଯାହା ଦ୍ୱାରା ଆମେ ବେପାର କରିକି ଆମେ ଚାଲୁଛୁ। ବିଗତ ଗୋଟେ 6 ମାସ ହେଇଗଲା, ଗୋଟେ 6 ମାସ ହେଇଗଲା। ସେଇଥିରୁ ଆମେ ଷ୍ଟାର୍ଟ କଲୁ କି ମାନେ ବିଜନେସ ଟା ଆଗରେ ଯେମିତି ଚାଲୁଥିଲା କରେଣ୍ଟ ରେ, ଏବେ ଆମର ବହୁତ ସମସ୍ୟା ହଉଛି। କେମିତି ସମସ୍ୟା କି ମାନେ ପାୱାର କଟିଂ ଅଧିକା ହଉଛି, ପାୱାର କଟ ର। ତାପରେ ଆମର ଭୋଲ୍ଟେଜ ଡାଉନ, ଆଗରେ ଯୋଉ ଭୋଲ୍ଟେଜ ଦିଆ ହଉଥିଲା ସେ ଭୋଲ୍ଟେଜ ବି ନାହିଁ। ଆଉ ମେସିନ ଯାକ ଫଟକିନା ଯାଉଛି, କରେଣ୍ଟ ଗଲେ ମେସିନ ଯାକ ଫଟକିନା ପୋଡି ଯାଉଛି। କଷ୍ଟ ସହିତ ଆମେ ଚାଲୁଛୁ। କାରଣ ଏ ବିଷୟରେ ଆପଣ ବିଭାଗୀୟ ଅଧିକାରୀଙ୍କୁ କୌଣସି କମ୍ପ୍ଲେନ ବା ଅଭିଯୋଗ କରୁଥିଲେ? ଆଗରେ ତ କେତେ ଥର ଗାଁ ଲୋକମାନେ ବହୁତ ଅଭିଯୋଗ କରାଯାଇଛି ଏଇଠୁ 17 ନମ୍ବରରୁ। ତାପରେ ଟ୍ରାନ୍ସମିଟର ଚେଞ୍ଜ କରାଯାଇଛି। ତାପରେ ଏବେ କରେଣ୍ଟ ହେଲେ ବି ବହୁତ ମାନେ କଟ ହଉଛି କରେଣ୍ଟ ଆମର ଏଇଠି 17 ନମ୍ବରରେ। ସେଇ ହିସାବ କରି ଦେଖିଲେ ବହୁତ ଲୋକମାନେ ମାନେ ହଇରାଣ ହେଇକିରି ଦୋକାନ ବାଡି ବନ୍ଦ କରିକି ବି ଘରେ ପଳଉଛନ୍ତି। କାହିଁକି ନା କରେଣ୍ଟ ଛଡା ଆମର ଆଉ କିଛି ବିଗତ ନାହିଁ ଇନକମ କରିବାର ରାସ୍ତା। ସବୁ ତ ଇଲେକ୍ଟ୍ରିକ ଯୁଗ, ଏବେ ଇଲେକ୍ଟ୍ରିକ ଛଡା କିଛି କାମ ନାହିଁ। ଆଉ ମୁଁ କହୁଛି ଯେ ଏବେ ତ ବର୍ତ୍ତମାନ ଆମର ଇନଭର୍ଟରରେ ଚାଲୁଛି, ଯାହା କଷ୍ଟ ମଷ୍ଟ କରି 2 ଘଣ୍ଟା 1 ଘଣ୍ଟା। ଆଉ ଏବେ ଯୋଉ ନୂଆ ସରକାର ହେଇଛି, କିଛି ଯଦି ଷ୍ଟେପ ନ ନଉଛି
ठीक भाव जदि न करंट आसुची हेले आमे राजरास्ता को ओल्हेइकरी समस्ते गोटे रैली करिबु। ଥିଲେ ଆମ ସହିତ ବିଭିନ୍ନ ଯୋଉ ପର୍ଯ୍ୟାୟର ବିଭିନ୍ନ ଲୋକଙ୍କର ଯୋଉ ମତ ବା ଅଭିଯୋଗ କି ବିଜୁଳି ସମସ୍ୟାକୁ ନେଇକି କୋଉ ପ୍ରକାର ଯୋଉ ବେପାର ବାଣିଜ୍ୟ ତଥା ଚାଷବାସ ବିଦ୍ୟାର୍ଥୀ ମାନଙ୍କର ପାଠ ପଢିବାରେ ବହୁତ ଅସୁବିଧାର ସମ୍ମୁଖୀନ ହଉଥିଲେ କୋଉ ପ୍ରକାର ଯୋଉ ଅଭିଯୋଗକର୍ତ୍ତା ମାନେ କହୁଥିଲେ। ବର୍ଷ ବର୍ଷ ଧରି ମାଲକାନଗିରି ଜିଲ୍ଲାରେ ବିଜୁଳି ସମସ୍ୟା ଥମିବାର ନାମ ନେଉନି। ବହୁତ ଅଭିଯୋଗ ହେଇଛି, ବହୁତ ଆନ୍ଦୋଳନ ହେଇଛି, ରାସ୍ତା ଅବରୋଧ ହେଇଛି, ଅଫିସ ଘେରାଉ ହଉଛି, ତା ସତ୍ତ୍ୱେ ମଧ୍ୟ ବିଜୁଳି ସମସ୍ୟା ସମାଧାନ ହେବାର ନାଁ ବିଲକୁଲ ନେଉନାହିଁ। ତ ଜନତା ଏବେ ଚେତାବନୀ ଦେଇଛନ୍ତି ଯେ ସରକାର ନୂଆ ସରକାର ଗଠନ କରାଯାଇଛି, ନୂଆ ସରକାର ହେଲା ପରେ ଯୋଉ ଯୋଉ ଆପଣ ରହିଛି ଯୋଉ ଟାଟା ପାୱାର ଗ୍ରିଡ ରହୁଛି, ଟାଟା ପାୱାର कंपनी को जो बातिल करिकी नुआ भाव जो टेंडर देवा पाई तांके अनुरोध करछिन। तो तत्सहित बिजुली समस्या अति शीघ्र समाधान न करगले राजरास्ता अवरोध करी तार करिगिरी प्रतिवाद करियो बोली चेतावनी दैछन्ते। मालकानगिरी रो गोविंद मंडल को रिपोर्ट, न्यूज ओडिया 30।